ହ୍ୟାଲୋ ଆଜ୍ଞା, ମୁଁ ନୃସିଂହ ନାରାୟଣ ସାହୁ। ମୋତେ ଆଜିକୁ ପ୍ରାୟ 11 ମାସରୁ ଏକ ବର୍ଷ ଭିତରେ ତଳେ ପିଣ୍ଟୁ ନାୟକ, ବିନୁ ପଣ୍ଡା ଯାହା ଘର ହାରଗଡ଼ ସାହି, ପିଣ୍ଟୁ ନାୟକ ଯେ ନବଶଳା, ଏ 2 ଜଣ ମିଶି ମୋତେ ଦୋଳବିଧି କ'ଣ 7 ଜଣ ପାଖକୁ ଫୋନ୍ କରି ଡକାଇ ମୋ ଗାଡ଼ି ଚାବି ଛଡ଼ାଇ ମୋତେ ମରଣାନ୍ତକ ଆକ୍ରମଣ କରିବାକୁ ଚେଷ୍ଟା କରିଥିଲେ। ମୋ ସାଙ୍ଗେ ଥିଲା ବେଲଦଳ ଟୁଟୁ, ଯାହାର ଭଲ ନାଁ ସରୋଜ କୁମାର ପ୍ରଧାନ। ତାଙ୍କୁ ଠିଆ ହେଇଥିବା ଲୋକ ହେଉଛି ଦୁର୍ଗା ମିଶ୍ର, ଚିଆଁ ଓରଫ ଅଜୟ ଆଚାର୍ଯ୍ୟ, ଆଉ ଶକ୍ତିର ଶତପଥୀ ଓରଫ ଟୁଲୁ। ଏମାନଙ୍କୁ ଠିଆ ହେଇ କୋରା ବଟିକା ଖୁଆଇ ମୋ ପାଖକୁ ପଠାଇଥିଲେ। ତେଣୁକରି ମୁଁ ଏହା ଭିତରେ ଭୟଭୀତ ହୋଇ ମୁଁ କ'ଣ କଲି ନା, ମୁଁ ମନ୍ଦିରକୁ ଛାଡ଼ି ଯାଇ ଆମର ଭୁବନେଶ୍ୱରରେ ଯାଇକି ରହିଲି। କାହିଁକିନା ମୋ ବୋଉ ହେଲା ହାର୍ଟ ପେସେଣ୍ଟ, ବ୍ଲଡ଼ ପ୍ରେସର ରୋଗୀ, ବାପା ମୋର ହ୍ୟାଣ୍ଡିକ୍ୟାପ୍। ତେଣୁକରି ବାପାଙ୍କୁ ହେଲା 78 ବର୍ଷ, ବୋଉକୁ 62 ବର୍ଷ। ଘରକୁ ଗୋଟିଏ ବୋଲି ପୁଅ, ରୋଜଗାର କରିକି ଆମେ ଘର ଚଳେଇବୁ। ତେଣୁକରି ଏଇ ଅବସ୍ଥାରେ ମୁଁ କିଛି ଦିନ ଗଲା ଅବସ୍ଥାରେ ମୋତେ ସେତେବେଳେ ମାରିବାକୁ ଧମକ ଦେଲେ ବାରମ୍ବାର। ତାପରେ କିଛି ଦିନ ମୁଁ ଶୁଣିଲା ପରେ ଦେଖିଲି ଯିଏକି ପିଣ୍ଟୁ ନାୟକ ଓରଫ ନବଶଳା ପିଣ୍ଟୁ ନାୟକ ବନ୍ଧୁକ କେସ୍ରେ ଭିତରକୁ ଯାଇଥିଲା। ତାପରେ ମୁଁ ଆସିଲି। ଗୋଟେ ଦିନ ଆସିଲା ଭିତରେ ସନିଆ ଚିଆଁକୁ ଧରି ମୋତେ ଡାକିଲା। ମୁଁ କହିଲା, ଚିଆଁ ଭାଇ ଅଛି? ମୁଁ କହିଲି ହଁ ହଉ ଥାଉ। ଗଲା ପରେ ଚିଆଁ କହୁଛି ଆଉ ତାହେଲେ ପିଣ୍ଟୁ ଆସୁ, ତମ କଥା ବୁଝିବ। ମୁଁ କହିଲି ମୁଁ ଥରେ କ'ଣ କଲି ମୋ କଥା ବୁଝିବ? ତା ପରିବର୍ତ୍ତରେ ତା ପରେ କ'ଣ କରୁଛି ନା, କିଛି ଦିନ ଗଲା ପରେ ଶକ୍ତିରଞ୍ଜନ ଶତପଥୀ ଓରଫ ଟୁଲୁ, ଦୁର୍ଗା ମିଶ୍ର, ଶକ୍ତିରଞ୍ଜନ ଟୁଲୁକୁ କ'ଣ କହିଲା ନା, ଯେ ତତେ ନୃସିଂହ ତୋ କେସ୍ରେ ଇନଭଲ୍ଭ କରିଛି, ତାର କିଛି ହୁଏ ତୁ ଦାୟୀ କହିକି ଟିହାଟିହି କରି ଏଇ ଯିଏକି ମଧୁ ପଢ଼ିଆରୀ ପାଖରେ କାମ କରନ୍ତି, ମଧୁ ପଢ଼ିଆରୀ ଯିଏକି ପଢ଼ିଆରୀ ସେବାୟତ କାମ କରନ୍ତି, ମୁଁ ବି ତାଙ୍କ କାମ କରେ। ଏମାନେ ମୋତେ ସବୁବେଳେ ହିଂସା କରନ୍ତି। ତେଣୁକରି ମୁଁ ଯେତେବେଳେ ଘର କରିବା ଆରମ୍ଭ କଲି, ସେ ଈର୍ଷାରେ ଏମାନେ କ'ଣ କଲେ ନା, ଏକ ଦିନ ଏ ଟୁଲୁ, ହୋମଗାର୍ଡ଼ ପିଣ୍ଟୁ, ଆମର ଆଉ କିଛି ପିଲା ଥିଲେ ସାଙ୍ଗରେ ମୋତେ ଡାକିଲା, ଫୋନ୍ କଲା, ହେଉଛି ଆଉ ଏଠିକି ଆସେ। ବାସ୍ତବ ମୁଁ ରହୁଛି ମୁକୁନ୍ଦନ ମିଶ୍ର ନଗର ଭିତରେ। ତା ଭିତରେ ଆମେ ଡାକିକି ମୋତେ ଧମକି ଗଲେ, ତୁ ତାର କ'ଣ କରିବୁ, ତାକୁ ଆମେ ପୋଲିସ ଜଣେଇଦେବୁ, ତାକୁ ତ। ମୁଁ କହିଲି ମୁଁ ତାର କ'ଣ କଲି, ତାର ମୁଁ ତ କିଛି କଳି ନାହିଁ। ତା ପୂର୍ବରୁ ମୁଁ ତାକୁ ଫୋନ୍ କରି କଥାବାର୍ତ୍ତା ହେଇଥିଲି, କେବେ ଭିତରକୁ ଯାଇଛୁ, କେବେ ହଣା ଖାଇଛୁ, କେବେ ଭିତରକୁ ବହୁତ କଥା କହିଲା। ଆରେ ମୁଁ ତାକୁ ସେ କଥା ଇଗ୍ନୋର କରି, ଯେହେତୁ ମୁଁ 11 ମାସ ହେଲା ଇଗ୍ନୋର କରିଥିଲି ଏ କଥାକୁ, କିନ୍ତୁ ତା କଥା ମୋତେ ଇଗ୍ନୋର କଲି। ତାପରେ ତାର ପୁଅର ବ୍ରତଘର ହେଲା। ସେ ବ୍ରତଘରରେ ପତ୍ରର ଉଠାଇରୁ ଆରମ୍ଭ କରି ସବୁ କାମ ମୁଁ କଲି। ତାପରେ ତାଙ୍କ ଭିତରୁ ଗୋଟେ ପିଲାଟି ଆସିକି ଚନ୍ଦା ବୋଲି, ଯାହା ଘର ନରେନ୍ଦ୍ର କୋଣ ଶନି ମନ୍ଦିର ପାଖରେ, ସିଏ କ'ଣ କଲା ନା, ଆଙ୍କ ବିଷୟରେ ମୋତେ କହିବାକୁ ଆରମ୍ଭ କଲା ଯେ ଇଏ ସିଏ, ସିଏ ସେଇଆ। ତେଣୁକରି ମୁଁ କ'ଣ କଲି, ମୁଁ କହିଲି ଠିକ୍ ଅଛି, କାହା କଥାରେ କ'ଣ ମିଳିବ, ତୁ ଚାଲେ ମନ୍ଦିର ପାଖକୁ ଯିବା, କିଛି ବ୍ୟବସାୟ କରିବା, ଚଳିବ। ତାପରେ ମୋ ସାଙ୍ଗେ ଗଲା, ଏଇ ହେଲା ଭୋଇ ପିଲାଟି। ତେଣୁକରି ତାପରେ କିଛି ଦିନ ଗଲା ପରେ ଇଏ ଯେତେବେଳେ ମଦ ପିଇ ଦିଏ, ତାଙ୍କୁ ଗାଳି ମନ୍ଦ କରେ। ୟାଙ୍କ ମନରେ ଭାବନା ଆସେ ଯେ କି ମୁଁ ୟାକୁ ଟିହାଟିହି କରେ। ଟିହାଟିହି କରିବା ପରିବର୍ତ୍ତେ ଏମାନେ କ'ଣ କରନ୍ତି, ଏମାନେ ଶକ୍ତିରଞ୍ଜନ ଓରଫ ଟୁଲୁ ଡେଲି 20,000 କମାଏ। ସେ କେମିତି କମାଏ ମୁଁ ଜାଣିନି, କାରଣ 12 ବିୟର୍, 12 ମଦ, କ'ଣ ସେଇଟା ଆମର, ଯାହାର ଦାମ୍ କି 3,2900 ଟଙ୍କା। 12 ସେଇ ବିୟର୍ ନୁହେଁ, ସେ ମଦଟି ସ୍କଚ୍ଟେ, ଆମର 100/12। ସେ ମଦ ଡେଲି ଯୋଡ଼େ ପିଏ। ତା ଅର୍ଥ ମନ୍ଦିରରେ ତୋର କ'ଣ ଏତେ ଇନକମ୍ ବି ତୁ ଏତେ ଟଙ୍କାର ମଦ ପିଏ। ଆଙ୍କୁ ଆଣିକି ପିଇବାକୁ ଦିଏ, ଆଉ ଏକତ୍ରିତ କରେ ମୋ ବିଷୟରେ ନଡ଼ିଆ ଅପେକ୍ଷା। କିଛି ଦିନ ଗଲା ପରେ ମୁଁ ଯେତେବେଳେ ଗୋପୀନାଥପୁର ଯିବା ଆସିବା କଲି,
ମୁଁ ଯେକି ଛୋଟ ଛୋଟ ପିଲାଙ୍କ ପାଖରେ ବସାବସି କରୁଥିଲି ମୋତେ ଏଇମାନେ ମନା କଲେ ଯେ ଆଙ୍କ ପାଖରେ ତ ବସେନା ବସିଲିନି। ସେଇଦିନ ମୋତେ ଶତ୍ରୁ ହେଲି। ଚିଆଁ ଓରଫ ଅଜୟ କୁମାର ଆଚାର୍ଯ୍ୟ ଯିଏକି ପ୍ରଥମେ ମଧ୍ୟ ଆସାମୀ ଅଛି, ସିଏ ଆସିକି ଆମ ଗୋପୀନାଥ ପୁରରେ ବସାବସି କଲା। ମୁଁ କହିଲି ଆକୁ ଆଣିକି ବସାବସି କରୁଛ। ତାପରେ ଆଙ୍କ ଘରେ କିଏ ପୋଲିସ ବସେଇଲା ମୁଁ ଜାଣିନି, କିନ୍ତୁ ଏମାନେ ମୋତେ ରାଗ ରଖି ମୋ ଜଗିକି ରାସ୍ତାରେ ଆସିବା ଯିବା ଆସିବା ଜଗିବାକୁ ଆରମ୍ଭ କଲେ। ତାପରେ କିଛି ଦିନ ଗଲା ପରେ ମୁଁ ଏଇ ତାପରେ କ'ଣ କଲେ, ଏକ ଦିନ ମୁଁ ବସିଛି, ସେ ଯେଉଁ ଚନ୍ଦା ବୋଲି ପିଲାଟି ନରେନ୍ଦ୍ର କୁମାର, ସେ କିଛି ଦିନ ମୋ ସେ 10-15 ଦିନ ଗଲା ପରେ ତାକୁ ହାତକୁ ନେବା ପାଇଁକା ତାକୁ ଫୋନ୍ କରି ଡକାଇ ମୁଁ ତାକୁ ଫୋନ୍ କରିଥାନ୍ତି। ମୁଁ ଲାଉଡ଼ ସ୍ପିକର ଅନ୍ ଥାଏ, ମୁଁ ଶୁଣୁଥାଏ। ସ୍ନାନ ପୂର୍ଣ୍ଣିମା ଦିନ ଏ ଡକେଇକି ଫୋନ୍ କରି କହୁଛନ୍ତି ଆପଣ ଯେ ଆଖୁଆଟେ ବାଣ୍ଡ ଖିଆଟେ ଶକ୍ତିରଞ୍ଜନ ଓରଫ ଟୁଲୁ, ଯିଏକି ସିଏ ବି ମଧୁପୁରୀ ଭଳି କାମ କରୁଛି। ଆଉ ସିଏ ବାଣ୍ଡଖିଆ କ'ଣ କରିବ, ଆଉ ସେ ବାଣ୍ଡଖିଆକୁ ଦିନେ ପଇସା ମୁଁ ନ ମାରିଗଲେ ବି ପଇସା ଲଗେଇକି ମର୍ଡ଼ର କରିବି। ତ ମୁଁ ଶୁଣିଲି। ତାପରେ ସେଠୁ ଆସିଲା ପରେ ବାଟ ମଙ୍ଗଳାଠି ମଧ୍ୟ 5ରୁ 7 ଯୁବକ, ଯେଉଁଟାକି ଟୁଲୁ କହିପାରିବ ଆଉ ସେ ଚନ୍ଦା କହିପାରିବ କିଏ କିଏ ଏଥିରେ ଇନଭଲ୍ଭ ଥିଲେ, ସେଇମାନେ ଆସି ସେଠି ଠିଆ ହେଇଥିଲେ ଜଗିକିରି। ମୁଁ ଆରପଟେ ଅଲଗା ରାସ୍ତାରେ ଯାଇ ତାପରେ ମୁଁ ଘରକୁ ଆସିଲି। ଆସିଲା ପରେ ମୁଁ ଏତେ ଜିନିଷ ଦୀର୍ଘ ମାନସିକ ଚାପରେ ରହି ଦୀର୍ଘ ଦିନ ଧରି ମୁଁ କ'ଣ କଲି, ବାଧ୍ୟ ହୋଇକି ଲାଷ୍ଟକୁ ଏଫଆଇଆର୍ ଦେବାକୁ ଗଲି ବୋଉକୁ ନେଇକି। ଯେ ବୋଉ ଏଫଆଇଆର୍ ଦେ ମୋ ନାଁରେ, ତାଙ୍କ ନାଁରେ, ଯେ ମୋତେ ମୋ ପୁଅ ଜୀବନ ପ୍ରତି ବିପଦ ଅଛି। ଯେତେବେଳେ ଆମେ ସଦର ଥାନା ଗଲୁ, ତାଙ୍କ ନାଁ ଆମେ ମାନେ ଇଏ କଲୁ, ସିଏ କହୁଛନ୍ତି ଯେ ଏଇଟା ସବ୍ ଥାନାରେ ଯିବ, ଏ ଟାଉନ୍ ଥାନାରେ ଯିବ। ଏ ଟାଉନ୍ ଥାନା ଗଲୁ, ସେ କୁହନ୍ତି ଏଇଟା ସବ୍ ଥାନାରେ ଯିବ। ତାହେଲେ ଏଠୁ ଆମେ କ'ଣ ବୁଝିବା, ପୋଲିସ ପାଖକୁ ଯାଇ ଆମର କେତେ ଦୂର ଠିକ୍ ଆଉ କେତେ ଦୂର ଭୁଲ ଏଇଟା ଆପଣ ମତାମତ ଦେବେ। ଆଉ ପୋଲିସ ଯଦି ମୋର କିଛି ଦାୟୀ ହୁଏ, ଏଥିପାଇଁ ପିଣ୍ଟୁ ନାୟକ, ବିନୁ ପଣ୍ଡା, ଚିଆଁ ଓରଫ ଆମର ଅଜୟ ଆଚାର୍ଯ୍ୟ ଯାହାକି ଘର ବାଲି ଉପରେ, ପିଣ୍ଟୁ ନାୟକ ନବଶଳା, ଶତ୍ରୁଘ୍ନ ଓରଫ ଟୁଲୁ, ଆଉ ଆମର ଦୁର୍ଗା ମିଶ୍ର, ବେଲଦଳ ଟୁଟୁ, ଆଉ ବାପୁନି ଯାହାକି ସୂର୍ଯ୍ୟନାରାୟଣ ମହାପାତ୍ର କିଛି ଦିନ ତଳେ ଅଲଗା ଜଣଙ୍କ ଫୋନ୍ରୁ ମୋତେ ଫୋନ୍ କରୁଥିଲା, ଧମକାଇଥିଲା। ଏମାନେ ସବୁ ଦାୟୀ ରହିବେ। ମୁଁ ଯେତେବେଳେ ଏମାନେ ଦେଲି, 2 ଜଣ ଯାକ ମୋ ଏଫଆଇଆର୍ ରଖିଲେ ନାହିଁ। ତେଣୁକରି ମୋର ବିନୀତ ଅନୁରୋଧ, ପ୍ରଧାନମନ୍ତ୍ରୀ ଆମର ମାନନୀୟ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଉ ମୁଖ୍ୟମନ୍ତ୍ରୀ ଆମର ମାନନୀୟ ଶ୍ରୀଯୁକ୍ତ ମୋହନ ଚରଣ ମାଝୀ, ଏଇମାନଙ୍କୁ ମୋର ଅନୁରୋଧ। ଆଉ ଆମ ପୁରୀ, ଖାସ୍ କରି ମୋ ପୁରୀ ଏସ୍ପି ସାର୍ଙ୍କୁ ଅନୁରୋଧ, ଯଦି ମୋର ଦେହରେ କୌଣସି ଟିପ ବାଜେ, ସଦର ଥାନା ଆଉ ଆମ ଟାଉନ୍ ଥାନା ଏଇ ପାଇଁ ଦାୟୀ ରହିବେ। ଆଉ ମୋ ବାପା ମାଆଙ୍କୁ ଏଇମାନେ ପୋଷିବେ। ଆଉ ଯେହେତୁ ମୋର କେସ୍ ରଖିଲେଣି, ଶକ୍ତିରଞ୍ଜନ ଶତପଥୀ ଓରଫ ଟୁଲୁ ଏଇସବୁ ଟଙ୍କା ଦେଇକରି ଲୋକଙ୍କୁ ଗରମ କରେଇ ସମସ୍ତଙ୍କୁ ମଦ ପିଆଇ ପଇସା ଖର୍ଚ୍ଚ କରି ଲୋକଙ୍କୁ ବର୍ତ୍ତମାନ ଉତ୍ତେଜିତ କରାଇ ଏଠିକି ମୋତେ ମର୍ଡ଼ର କରିବାକୁ ପଠାଉଛି। ଯଦି ମୋର କିଛି ମୃତ୍ୟୁ ହୁଏ କି କିଛି ହୁଏ, ଏମାନେ ସବୁ ଦାୟୀ ରହିବେ। ରହିଲେ ଆଜ୍ଞା, ନମସ୍କାର, ଜୟ ଜଗନ୍ନାଥ।